ଶରୀରକୁ ଯେତେ କଷ୍ଟ ହେଲେ ବି ଚଳିବ, ଯଦି ଆତ୍ମସମ୍ମାନ ଉପରେ କିଏ ଟିକେ କହିଦେବ ତାହେଲେ ଜୀବନ ଚାଲିଗଲା ଭଳିଆ ଲାଗିବ। କାହିଁକି ନା ଶରୀରକୁ କଷ୍ଟ ହେଲେ ଔଷଧରେ ଠିକ୍ କରିହେବ। ଯଦି ଚରିତ୍ର ଉପରକୁ କଥା ଆସେ ମଣିଷ ସେଇଠି ମରିଯିବ। ସମୟକୁ ସେହି କାମରେ ବିନିଯୋଗ କରନ୍ତୁ ଯେଉଁଥିପାଇଁ ଭବିଷ୍ୟତରେ ପଶ୍ଚାତାପ ନୁହେଁ ବରଂ କୃତଜ୍ଞ ଅନୁଭବ କରିବେ। ଜନ୍ମ ଅଟେ ପିତାମାତାଙ୍କ ଉପହାର, ଶିକ୍ଷା ଅଟେ ଗୁରୁଜନଙ୍କ ଉପହାର, ଚାକିରି ଅଟେ ଭବିଷ୍ୟତର ଉପହାର, ସ୍ତ୍ରୀ ଅଟେ ଜୀବନର ଉପହାର, କିନ୍ତୁ ବନ୍ଧୁ ଅଟେ ଭଗବାନଙ୍କ ଉପହାର। ରାତି ଯେତେ ଅନ୍ଧକାର ହୁଏ ଜହ୍ନ ତାରା ସେତେ ଅଧିକ ଚମକନ୍ତି। ସେହିପରି ଦୁଃଖ ଯେତେ ଗଭୀର ହୁଏ ଈଶ୍ୱର ସେତିକି ପାଖରେ ଥାନ୍ତି। ଜୟ ଶ୍ରୀ ଜଗନ୍ନାଥ।